ହ୍ୟାଲୋ ବନ୍ଧୁଗଣ, ମୁଁ ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲକୁ। ଏହି ଭିଡ଼ିଓକୁ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ଆଜିର ଭିଡ଼ିଓରେ ଜାଣିବା ନା ସକାରାତ୍ମକ ଚିନ୍ତାଧାରା ଜଣେ ବ୍ୟକ୍ତିର ଜୀବନକୁ କିଭଳି ବଦଳାଇ ଦିଏ। ସକାରାତ୍ମକ ଚିନ୍ତାଧାରା ରଖି ଆମେ କିଭଳି ଆଗକୁ ବଢ଼ିବା, ସେହି ବିଷୟରେ ଗୋଟିଏ ଛୋଟିଆ କଥାଟିଏ। ନା କ'ଣ, ଗୋଟିଏ ସହରରେ ଅମର ଏବଂ ବିକାଶ ନାମକ ଦୁଇଜଣ ବନ୍ଧୁ ଥିଲେ। ଦୁହେଁ ଏକାଠି ପାଠ ପଢ଼ୁଥିଲେ ଏବଂ ଏକାଠି ଏକ କମ୍ପାନୀରେ କାମ କରୁଥିଲେ। କିନ୍ତୁ ଦୁହିଁଙ୍କ ଚିନ୍ତାଧାରା ସମ୍ପୂର୍ଣ୍ଣ ଅଲଗା ଥିଲା। ବିକାଶ ସବୁବେଳେ ନକାରାତ୍ମକ କଥା ଭାବୁଥିଲା। ସେ ଭାଗ୍ୟକୁ ଦୋଷ ଦେଉଥିଲା ଏବଂ ସବୁ ଜିନିଷରେ କିଛି ନା କିଛି ଅଭାବ ଖୋଜୁଥିଲା। କିନ୍ତୁ ଅମର ଜଣେ ଧନାତ୍ମକ ବ୍ୟକ୍ତି ଥିଲା। ସେ ସବୁ ପରିସ୍ଥିତିରେ କିଛି ନା କିଛି ଭଲ ଦିଗ ଖୋଜି ପାଉଥିଲା। ଥରେ ସହରରେ ଭୟଙ୍କର ବାତ୍ୟା ଆସିଲା। ଦୁହିଁଙ୍କର ଘର ନଷ୍ଟ ହୋଇଗଲା ଏବଂ କମ୍ପାନୀ ମଧ୍ୟ କିଛି ଦିନ ପାଇଁ ବନ୍ଦ ହୋଇଗଲା। ବିକାଶ କାନ୍ଦିବାକୁ ଲାଗିଲା। ସେ କହିଲା, ମୋ ଭାଗ୍ୟ ଖରାପ। ଭଗବାନ ମୋ ସହ ଏମିତି କାହିଁକି କଲେ? ଏବେ ସବୁ ଶେଷ ହୋଇଗଲା। ମୁଁ ଆଉ ଛିଡ଼ା ହୋଇପାରିବି ନାହିଁ। ସେ ଚିନ୍ତାରେ ରହି ନିଜ ସ୍ୱାସ୍ଥ୍ୟ ଖରାପ କରିଦେଲା। ଅମର ଦୁଃଖିତ ଥିଲା, କିନ୍ତୁ ସେ ନିଜକୁ ସମ୍ଭାଳି ନେଲା। ସେ ଭାବିଲା, ଅନ୍ତତଃ ମୋ ପରିବାର ତ ସୁରକ୍ଷିତ ଅଛନ୍ତି। ଏହି ବିପତ୍ତି ମୋତେ ନୂଆ କିଛି ଶିଖାଇବ। ରିଲିଫ୍ କ୍ୟାମ୍ପରେ ରହିଥିବା ସମୟରେ ଅମର ଅନ୍ୟମାନଙ୍କୁ ସାହାଯ୍ୟ କରିବା ଆରମ୍ଭ କଲା ଏବଂ ସେଠାରେ ଥିବା ଲୋକଙ୍କ ସହ ମିଶି ଛୋଟ ଛୋଟ କାମ କରିବା ପାଇଁ ଯୋଜନା କଲା। କିଛି ମାସ ପରେ ପରିସ୍ଥିତି ସ୍ୱାଭାବିକ ହେଲା। ଅମର ନିଜର ଧନାତ୍ମକ ମନୋଭାବ ଯୋଗୁଁ ନୂଆ ସୁଯୋଗ ପାଇଲା ଏବଂ ପୂର୍ବ ଅପେକ୍ଷା ଅଧିକ ଉନ୍ନତି କଲା। କିନ୍ତୁ ବିକାଶ ସେହି ପୁରୁଣା ଦୁଃଖକୁ ଧରି ବସି ରହିଲା ଏବଂ ଜୀବନରେ ପଛକୁ ପଡ଼ିଗଲା। ଏହି ଗପଟିରୁ ଆମେ କ'ଣ ଶିଖିଲେ ନା ଜୀବନରେ ପରିସ୍ଥିତି କିଭଳି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଆମେ ସେହି ପରିସ୍ଥିତିକୁ କିଭଳି ଦେଖୁଛୁ ତାହା ହିଁ ଆମର ଭବିଷ୍ୟତ ଗଢ଼ିଥାଏ। ଧନାତ୍ମକ ଚିନ୍ତାଧାରା ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରେ।